କାହିଁ ତୁ ଗଲୁ ପଳେଇ ମୋ ଭଉଣୀ ମାନେ ଦେଖୁଥିବେ ଡାଲମା ଡାଲମା ପ୍ରଥମରୁ ଭିଡ଼ିଓଟି ଥିଲା। ଆଜିକାର ଭିଡ଼ିଓରେ ଆମେ କିଛି କମେଡି ମାଧ୍ୟମରେ ନେବା ତ ଭିଡ଼ିଓଟି ପୁରା ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ହଁ ଆଉ ମାନେ ଭଲ ଭାବେ କହିଛନ୍ତି ଆମର ଯୋଉ ମିଷ୍ଟର କୁଇନ୍ ଏମିତି ପ୍ରକାର ତାଙ୍କୁ ରୋଷ୍ଟ କରିଛନ୍ତି ମାନେ ମୋର କହିବା କିଛି ପାଠରୁ ବାହାରୁନି। ତ ଆପଣମାନେ ପୁରା ଭିଡ଼ିଓଟି ଦେଖନ୍ତୁ। ଆଜି ମୋ ଭଉଣୀ ବାହା ହେଇଯାଉଛି ଆଉ ଆପଣ ମାନଙ୍କୁ କହିଦଉଛି ଯଦି ତାକୁ ଆଉ ଖରାପ କମେଣ୍ଟ ଦେଇଥିବେ କି ଖରାପ କହିଥିବେ ତାହେଲେ ମୁଁ ଆପଣ ମାନଙ୍କର ଆଖି ତାଡ଼ି ଆଖି ତାଡ଼ିକି ହାତ ଭାଇବର ଦେଖିକି ରହିବେ ନାଇଁ ତମର ମେନ୍ ଜିନିଷ କାଟିକି କୋଉଠି ପୁରେଇ ଦେବେ ଠିକ୍ ଠିକଣା ନାହିଁ। ଚାଲନ୍ତୁ ଭିଡ଼ିଓ ଆଗକୁ ଦେଖିବା। ହଁ ଆଜ୍ଞା ଇଏ ହଉଛି ମୋ ଭଉଣୀ ଡାଲେମା ଆପଣ ମାନଙ୍କ ପାଇଁ। କିନ୍ତୁ ସିଏ ମୋ ଭଉଣୀ ଯୋଉ ଭଉଣୀର ଆଜି ନିର୍ବନ୍ଧ ସରିଯାଇଛି ଆଉ ତା ବାହାଘର ଡେଟ୍ ମଧ୍ୟ ଫାଇନାଲ ହେଇଯାଇଛି କିନ୍ତୁ ଆମେ ହଁ ଆଜ୍ଞା ମୋର ଡାଲମା ଯୋଉ ଆମର ଦିଦି ଥିଲେ ବଟ୍ ମୁଁ ତାକୁ ଆଗରୁ ବି ରୋଷ୍ଟ କରିଛି ମାନେ ଯାଇକି ମୋ ଚ୍ୟାନେଲରେ ଦେଖିପାରିବେ ଦେଇଦେଉଛି ଦେଖନ୍ତୁ ସେଇ ରୋଷ୍ଟ ଭିଡ଼ିଓଟି। ମୁଁ ବି ତାଙ୍କୁ ଆଗରୁ ରୋଷ୍ଟ କରିଥିଲି ବଟ୍ ତାଙ୍କର ଆଜି ମ୍ୟାରେଜ ହେଇଯାଉଛି। ଆମର ମିଷ୍ଟର କୁଇନ୍ କହୁଛନ୍ତି ଯେ ତାଙ୍କର ଡେଟ୍ ଫାଇନାଲ ଡେଟ୍ ହେଇସାରିଛି। ତ କେବେ ଫାଇନାଲ ଡେଟ୍ ହେଇଛି କ'ଣ ହେଇଛି ଚାଲନ୍ତୁ ଦେଖିବା। କେତେ ଚେଷ୍ଟା କଲୁ ଆଜ୍ଞା ଆପଣ ମାନଙ୍କ ଠାରୁ ସୋସିଆଲ ମିଡିଆ ଠାରୁ ମୋ ଭଉଣୀ କି ଲୁଚେଇ ଛୁପେଇ ବାହାଘର କରିଦବୁ କିନ୍ତୁ ହେଇପାରିଲା ନାହିଁ ଆଜ୍ଞା। ନିର୍ବନ୍ଧ ହେଇଛି ଆଜ୍ଞା ଆପଣ ଫଟୋ ନେଇକି ଭାଇରାଲ କରିଦେଲେଣି। ମୋ ଭଉଣୀ କୋଉଠି ହଗିଲା କୋଉଠି ମୁତିଲା କୋଉଠି ଡାଲେମା କହିଲା କୋଉଠି କଲେଜ ଗଲା କୋଉଠି ସାଲଟ କହିଲା ଆପଣ ମାନେ ସବୁ ନେଇକି ତାକୁ ଛାଡି ଦଉଛନ୍ତି। ମୋ ଭଉଣୀ କି ଟିକେ ଆଜ୍ଞା ଶାନ୍ତିରେ ବଞ୍ଚେଇ ଦଉନାହାନ୍ତି। ଗୋଟେ ଶାନ୍ତିରେ ବଞ୍ଚିବାକୁ ଦିଅ କାହିଁକିନା ଆମ ଓଡ଼ିଶାରେ ଯେତିକି ଅଛନ୍ତି ଲୋକମାନେ ତାକୁ ଏମିତି ମାତ୍ରାରେ ଭାଇରାଲ କଲେ ଆମର ମିଷ୍ଟର କୁଇନ୍ କାନ୍ଦି କାନ୍ଦି ମରୁଛନ୍ତି। ତ ଚାଲନ୍ତୁ ଦେଖିବା ଭିଡ଼ିଓ। କାହିଁକି ଏମିତି ଆମ ସହିତ କରୁଛନ୍ତି? ଆପଣ ମାନଙ୍କ ପାଇଁ ମୋ ଭଉଣୀ କଣ କିଛି କରିନି? ଆରେ ସେ ବା କେତେ ଆପଣ ମାନଙ୍କୁ ଏଣ୍ଟରଟେନ କରିଛି। ଡାଲେମା ସାଲଟୁ କହିଲା ବୋଲି ଆଜି ଓଡ଼ିଶାରେ ଚଳଚଞ୍ଚଳ ସୃଷ୍ଟି କରିଛି ମୋ ଭଉଣୀର ଭଏସ ଡିଜେ ବାହାରୁଛି। ଏଥର ସବୁ ବାହାଘରରେ ପୂଜା ବଜାରରେ ଆଉ ଦଶହରା ମାର୍କେଟ ବାଜିବ ଡିଜେ ଯେହେତୁ ମିଷ୍ଟର କୁଇନ୍ କହୁଛନ୍ତି ଡାଲମା ଓ ରାଇତା ଡିଜେ ବାଜିବଟା ଫାଇନାଲ। ତ ଚାଲନ୍ତୁ ଆଗକୁ ଦେଖିବା ବହୁତ ଏନ୍ଜୟ ହେଇଛି ନିଜେ ହସି ମୋ ପେଟ ବଥା ହେଇଗଲାଣି। ଆଗକୁ କୋଉ ଡିଜେ ଘାଣ୍ଟିବ? ଡାଲମା ଡିଜେ ଘାଣ୍ଟିବ ଆଉ କୋଉ ଡିଜେ ଘାଣ୍ଟିବ? ଡିଜେରେ ଆପଣ ମାନେ ଦଶହରାରେ ନାଚିଲେ ଗଣେଶ ପୂଜା ଭସାଣୀରେ ନାଚିଲେ ଏବେ ରଜରେ ନାଚିବେ ବାହାଘର ପ୍ରସେସନରେ ନାଚୁଛନ୍ତି କେତେ କଣ ଆପଣ କରୁଛନ୍ତି ସେଇ ଡାଲେମାକୁ ନେଇକି। ଆଉ ମୋ ଭଉଣୀରେ ଟିକେ ଡାଲେମା ହବ ବୋଲି ତା ବାହାଘରେ ଆପଣ ତା ଦେହରେ ଲୁଣ ଜାଗାରେ ଲଙ୍କାଗୁଣ୍ଡ ପକେଇ ଦଉଛନ୍ତି। ନା ମିଷ୍ଟର କୁଇନ୍ ଟିକେ ମଟନ ଟିକେ ହେଇଥିଲେ ହେଇଥାନ୍ତା ଆଉ ଟିକେ ଭାଇରାଲ ହେଇଥାନ୍ତା ସେଇ ଡାଲମାରେ ତ ରହିଗଲା। ଆଉ ମୋ ଭଉଣୀକି ଆପଣ ମାନେ ଖରାପ କମେଣ୍ଟ ଦଉଛନ୍ତି ଗାଳି ଦଉଛନ୍ତି କହୁଛନ୍ତି ଗୋଟେ ବେକାରିଆ ପିଲାଟା ଡାଲେମା କହୁଛି ନାଜସ୍ୱରମ ନାହିଁ। ସେଇଥିପାଇଁ ଖାସ କରି ଆପଣ ମାନଙ୍କର ସେଇ ମୋ ଭଉଣୀ ପଦେ କହିଲା ବୋଲି ସେ ଏତେ ବଡ ପାପ କରିଦେଲା ଆଜି ତାର ମୁଁ ବାହାଘର କରିଦେଲି। ଖାସ କରି ଆପଣ ଏତେ ବଡ ପାପଟା କଲେ ଯେ ଫଟୋ ନେଇ ପକେଇଦେଲି ଫଟୋ ଏଇନା ହଜାର ମିଲିୟନ ଲାଗି ସେ ଏଇନା ଦେଖୁଛି କହୁଛି ଦିଦି ମୋ ଫଟୋ କୋଉଠୁ ଆଇଲା ତୁ କୋଉଠି ଦେଇଛୁ ତୁ ସୋସିଆଲ ମିଡିଆରେ ଅଛୁ ତୁ ଦେଇଛୁ। ଆରେ ମୁଁ କାହିଁ ଦେବି ମୁଁ ତ ଚେଷ୍ଟା କଲି ମୋ ଭଉଣୀଟାକୁ ଲୁଚେଇ ଛୁପେଇ କେମିତି ବାହାଘର କରିଦେଇକି ସିଏ ତାର ସୁଖ ଶାନ୍ତିରେ ସଂସାର କରିବ। ଆପଣ ମାନଙ୍କ କୋଉଠୁ ପାଉଛନ୍ତି ଆପଣଙ୍କର ଚିଲ ଆଖି ନା ବିଲେଇ ଆଖି ନା କଙ୍କଡା ଆଖି? ଏକା କରିବ ବହୁତ ସ୍ୟାଡ୍ ସଙ୍ଗଟେ ଆମର ମିଷ୍ଟର କୁଇନ୍ କାନ୍ଦି ପକେଇଲେଣି। ପଳେଇ କାହାକୁ ଡାକିବି ଡାଲେମା ଭଉଣୀ